ବିଶ୍ରାମ ନେଇଛନ୍ତି ବାପା। ଆଜ୍ଞା ରାତି ପାଇଛି ବ୍ରହ୍ମ ମୁହୂର୍ତ୍ତରେ ଉଠିଲା ବେଳେ ଆଜ୍ଞା ନାରଦ ପର୍ବତ ଗଣିତେ ଦେଖୁଛନ୍ତି। କଣ ଦେଖିଲେ? କଣ ଦେଖିଲେ? କଣ ଆଜ୍ଞା? ଗଙ୍ଗାଧର ବିହର କୀଚକ ବଧ ନାରଦ ପର୍ବତ ଦେଖୁଛନ୍ତି। କହିଲେ ପ୍ରତି ଘରେ ଲକ୍ଷ୍ମୀ ପୁରୀ ଦୁଃଖୀ ଧରେ ନାହିଁ ସମସ୍ତଙ୍କ ଘରେ ଲକ୍ଷ୍ମୀ ପରିପୂର୍ଣ୍ଣ ହେଇପାରିଛି। କଣ ସମସ୍ତ ଘରେ ଲକ୍ଷ୍ମୀ ଅଛନ୍ତି? କାହିଁକି? ନାରଦ ଦେଖୁଛନ୍ତି ଆମ ଗାଁ ଗହଳିରେ ଆମ ମା ଭଉଣୀ ମାନେ ଆଜ୍ଞା ରାତି ପାଇଲେ ଗୋବର ପାଣି ଦ୍ୱାରା ଆଜ୍ଞା ଛେରା ପହଁରା କରନ୍ତି। ଆଜ୍ଞା ଠିକ ଠିକ କିନ୍ତୁ କିନ୍ତୁ ଅଯୋଧ୍ୟା କଟକରେ ଦେଖୁଛନ୍ତି ନାରଦ ପର୍ବତ ଗଙ୍ଗା ଜଳ ମିଶ୍ରଣ କରି ମୃଗ ନାଭି କସ୍ତୁରୀ ଦ୍ୱାରା ଛେରା ପହଁରା କରୁଛନ୍ତି। ଯୋଉଠି ମୃଗ ନାଭି କସ୍ତୁରୀ ବାପା ଛେରା ପହଁରା ହଉଛି ଆଜ୍ଞା ସେ ରାଜର ଧନ ସମ୍ପତ୍ତି ବୁଝିବା ଭୁଲ ହବ ନାଇଁ ଅଧିକ ଧନ ଥିବ। ଯାହାକୁ ଦେଖିଲେ ନାରଦ ପର୍ବତ ସମସ୍ତଙ୍କ କାନ୍ଧରେ ଆଜ୍ଞା ଲକ୍ଷ୍ମୀ ବିରାଜମାନ କରିଛନ୍ତି। ଆଜ୍ଞା ସମସ୍ତ କାନ୍ଧରେ ଲକ୍ଷ୍ମୀ କେମିତି ରହିଲେ? କର୍ମ ସେଇଭଳି କରୁଛନ୍ତି। କଣ କର୍ମ କଲେ କାନ୍ଧରେ ଲକ୍ଷ୍ମୀ ରହିଲେ? ହଁ କଣ କହିଲେ? କଲା ଚାଲୁ ଚାଲୁ ଶିକ୍ଷା ସେଇଥିରୁ ଟୋପାଟେ କଣ କହିଲେ? ଟୋପାଟେ ଟୋପାଟେ କଣ ମଦନା କହନ୍ତି?